आरएसएस प्रमुख ने की मुस्लिम धर्मगुरुओं से मुलाकात, संवाद के जरिए विश्वास बढ़ाने की कोशिश। राष्ट्रीय स्वयंसेवक संघ के सरसंघचालक मोहन भागवत ने दिल्ली में देश भर के मुस्लिम बुद्धिजीवियों, मुफ्तियों और मौलानाओं के साथ दिल्ली के हरियाणा भवन में एक ऐतिहासिक बैठक की। बैठक का लक्ष्य था संवाद से विश्वास की तरफ बढ़ना। इस संवाद का मकसद राष्ट्रीय एकता, सामाजिक समरसता और शिक्षा के क्षेत्र में साझा पहल को बढ़ावा देना था। बैठक में भारतीय मदरसा शिक्षा प्रणाली की स्थिति, उसमें सुधार की संभावनाओं और इसे मुख्य धारा की शिक्षा के साथ जोड़ने की रणनीतियों पर गहन चर्चा हुई। मुस्लिम युवाओं को आधुनिक और रोजगार दिलाने वाली शिक्षा से जोड़ने की जरूरत पर भी खास चर्चा हुई। आरएसएस प्रमुख मोहन भागवत ने बैठक में स्पष्ट किया कि राष्ट्रीय स्वयंसेवक संघ या हिंदुत्व की विचारधारा किसी भी धर्म या समुदाय के विरुद्ध नहीं है। उन्होंने कहा, मुसलमान इस देश के उतने ही सम्मानित नागरिक हैं जितने कोई और। भारत हम सभी का है और इसकी एकता, अखंडता और संप्रभुता को बनाए रखना हम सबकी जिम्मेदारी है। उन्होंने जोर देते हुए कहा कि सांप्रदायिक सद्भाव, संवाद और सहयोग ही भारत की ताकत है और हमें मिलकर समाज में फैले भ्रम और कट्टरता को दूर करना है। उन्होंने ये भी साफ किया कि मतभेद हो सकते हैं लेकिन मनभेद नहीं होने चाहिए। समस्त प्रभु जीशु कृष्ण मधुमय नाम आंतरिक नमस्कार। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏକ ବହୁତ ବଡ଼ ଖବର ନେଇକି ମୁଁ ଆସିଛି ଆପଣଙ୍କ ନିମନ୍ତେ। ଯଦି ଆପଣ ଶୁଣିଛନ୍ତି ତଥାପି ଆଉ ଥରେ ଆପଣ ଶୁଣିପାରିବେ, କାରଣ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଆଲୋଚନା କରିବା ଏ ଭିଡ଼ିଓ ମାଧ୍ୟମରେ। ତେବେ ପ୍ରିୟ ବନ୍ଧୁଗଣ, ଖବରଟି ଏପରି, ଆର୍ଏସ୍ଏସ୍ ଲୋକମାନେ ମିଶିଗଲେ ମୁସଲମାନ ଲୋକମାନଙ୍କ ସହିତ ଆଉ ଏକ ସନ୍ଧି କଲେ ଯେ ଆଉ କୌଣସି ଜାଗାରେ ହିଂସା ହେବ ନାହିଁ, ଈର୍ଷା ହେବ ନାହିଁ, ଦଙ୍ଗା ହେବ ନାହିଁ, ଏମିତି ସେମାନେ କଣ୍ଡିସନ୍ କଲେ। ଏଇଟା କ'ଣ ଆମ ନିମନ୍ତେ ଖୁସିର ବିଷୟ ନୁହେଁ କି? ଆପଣ ହୁଏତ କହିପାରିବେ, ସେମାନେ ତ ମୁସଲମାନ ସହିତ ମିଶିଲେ, ଏଇଟା ଆମର ନିମନ୍ତେ କେମିତି ଏକ ଗୁଡ୍ ନ୍ୟୁଜ୍ ହୋଇପାରିବ? ଆମ ନିମନ୍ତେ ଏଇଟା କିପରି ଏକ ଭଲ ସମ୍ବାଦ ହୋଇପାରିବ? ଆଉ ଆର୍ଏସ୍ଏସ୍ ଲୋକ ତ ମୁସଲମାନମାନଙ୍କ ସହିତ ଯାଇକି ହାତ ମିଳାଇଲେ। ତେବେ ପ୍ରିୟ ବନ୍ଧୁ, କ'ଣ ଏଇଟା ଆମ ପାଇଁ ବି ଖୁସିର ଖବର? କାରଣ ତା'ର ପ୍ରଭାବ ଆମ ଉପରେ ବି ପଡ଼ିବ। ଆର୍ଏସ୍ଏସ୍ ଲୋକମାନେ ସେମାନେ ମୁସଲମାନ ଭାଇ ଭଉଣୀମାନଙ୍କ ସହିତ ଆଉ ସେମାନେ ଯେଉଁ ସନ୍ଧି କଲେ ମୁସଲମାନମାନଙ୍କ ସହିତ, ତା'ର ପ୍ରଭାବ ଖ୍ରୀଷ୍ଟିଆନିଟି ଉପରେ ମଧ୍ୟ ପଡ଼ିବ, ନିହାତି ପଡ଼ିବ। ଆପଣ ଦେଖନ୍ତୁ, ଆପଣ ଚାହୁଁଛନ୍ତି କେମିତି ପଡ଼ିବ? ଟିକେ ଚିନ୍ତା କରନ୍ତୁ, ଆପଣ ବୁଝିପାରିବେ। କାରଣ ଆପଣ ମୋ ଠାରୁ ବି ଆହୁରି ସମଝଦାର ଅଟନ୍ତି। ସେଥିପାଇଁ ଆପଣ ନିହାତି ବୁଝିପାରିବେ, ଯେହେତୁ ମୁଁ ବି ବୁଝିପାରୁଛି। ତଥାପି ମୁଁ କହିଦେଉଛି, ଯେତେବେଳେ ଖ୍ରୀଷ୍ଟିଆନ ବିରୋଧୀମାନେ ଦଙ୍ଗା କରନ୍ତି, ସେମାନେ ବିଶେଷ କରି ଦୁଇଟି ବର୍ଗର ଲୋକମାନଙ୍କୁ ବେଶୀ ଟାର୍ଗେଟ୍ କରନ୍ତି। ପ୍ରଥମ ହେଉଛି ମୁସଲମାନ, ଦ୍ୱିତୀୟ ହେଉଛି ଖ୍ରୀଷ୍ଟିଆନ। ଦୁଇ ଜଣକୁ ବେଶୀ ସେମାନେ ଟାର୍ଗେଟ୍ କରନ୍ତି। ଆଉ ବେଶୀ ସେମାନେ ଟାର୍ଗେଟ୍ କରନ୍ତି ଖ୍ରୀଷ୍ଟିଆନମାନଙ୍କୁ। ତା'ର ଅର୍ଥ ଏହା ନୁହେଁ ଯେ ସେମାନେ ମୁସଲମାନମାନଙ୍କୁ ଟାର୍ଗେଟ୍ କରନ୍ତି ନାହିଁ, ସେମାନଙ୍କୁ ବି ଟାର୍ଗେଟ୍ କରନ୍ତି। କିନ୍ତୁ ବର୍ତ୍ତମାନ ଏମିତି ଏକ ସମୟ ଆସିକି ପହଞ୍ଚିଛି, ଏମିତି ଏକ ସୁଯୋଗ ଆସି ପହଞ୍ଚିଛି, ସେମାନେ ସନ୍ଧି କରିବାକୁ ବାଧ୍ୟ ହେଉଛନ୍ତି ଯେ ଆମେ ଆଉ ହିଂସା କରିବା ନାହିଁ, ଆମେ ଆଉ ଈର୍ଷା କରିବା ନାହିଁ। ଯଦି ସେମାନେ ଦଙ୍ଗା କରିବା ବନ୍ଦ କରିଦେବେ, ତେବେ ଅଟୋମେଟିକାଲି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଉପରେ ମଧ୍ୟ ଦଙ୍ଗା ଅଧିକାଂଶରେ କମିଯିବ। ପୁରା ଯେ ତାଡ଼ନା ହେବ ନାହିଁ, ଏଇଟା ବି ମୁଁ କହିବି ନାହିଁ। କାରଣ ବାକ୍ୟରେ ଲେଖା ହେଉଛି ତାଡ଼ନା ହେବ ହେବ। କିନ୍ତୁ ଯେଉଁପରି ହେଉଥିଲା ଅମାନବିକ ଭାବରେ, ବିନା ଆଇନ କାନୁନ ସାହାଯ୍ୟରେ ଯେଉଁଟା ହେଉଥିଲା, ସେଇଟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ। ତ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ଚିନ୍ତା କରନ୍ତୁ, ଏଇଟା କ'ଣ ଆମ ପାଇଁ ଏକ ଗୁଡ୍ ନ୍ୟୁଜ୍ ନୁହେଁ କି? ଆଉ ସେମାନଙ୍କର ବୈଠକ ବସିଥିଲା। ବୈଠକରେ ସେମାନଙ୍କ ମଧ୍ୟରେ ଅନେକ କିଛି ବିଷୟ ଆଲୋଚନା ହେଲା। ତେବେ ପ୍ରିୟ ବନ୍ଧୁ, କ'ଣ ଏଇଟା ଏକ ଖୁସିର ଖବର? କାରଣ ପୂର୍ବ ଅପେକ୍ଷା ହୁଏତ ମୁଁ ଯେତିକି ଭାବୁଅଛି, ଏହାଦ୍ୱାରା ତାଡ଼ନା ଆହୁରି କମିଯିବ, ଆହୁରି କୋହଳ ହୋଇଯିବ।
ମାନେ ଯେଉଁ ଜାଗାରେ ବିନା କାରଣରେ ତାଡ଼ନା ହେଉଥିଲା। ଆପଣ ଯାଇକି ଦେଖନ୍ତୁ ଛତିଶଗଡ଼ରେ, କିମ୍ବା ଯଦି ଆପଣ ଛତିଶଗଡ଼ରେ ଅଛନ୍ତି ଆଉ ଓଡ଼ିଆ ଭାଷା ଯଦି ବୁଝୁଛନ୍ତି, ଯଦି ଆପଣ ମୋ ଭିଡ଼ିଓ ଦେଖୁଛନ୍ତି, ଆପଣ ଦେଖନ୍ତୁ ଛତିଶଗଡ଼ରେ କିପରି ମାନେ ବିରୋଧୀମାନେ ପ୍ରତିଦିନ ଗୋଟେ ଗୋଟେ ଚର୍ଚ୍ଚକୁ ସେମାନେ ଟାର୍ଗେଟ୍ କରୁଛନ୍ତି। ଆଉ ପ୍ରତିଦିନ ସେମାନେ ଗୋଟେ ଗୋଟେ ପାଷ୍ଟରକୁ ଟାର୍ଗେଟ୍ କରୁଛନ୍ତି। ଆଉ ମୋର ହିସାବରେ ଏଇଟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଯିବ। ଆଉ ମୋର ଇଚ୍ଛା ଯେ ସମସ୍ତେ ଶାନ୍ତିରେ ରୁହନ୍ତୁ, ମିଳିମିଶି ରୁହନ୍ତୁ। ସେ ହିନ୍ଦୁ ହେଉ, ମୁସଲିମ ହେଉ, ଖ୍ରୀଷ୍ଟିଆନ ହେଉ, ସମସ୍ତେ ଭାଇ 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 ଭଉଣୀ ପରି ସମସ୍ତେ ମିଳିମିଶିକି ରୁହନ୍ତୁ। ଏଇଟା ହେଉଛି ମୋର ଇଚ୍ଛା। ଆପଣ କ'ଣ ଏମିତି ଇଚ୍ଛା ପ୍ରକାଶ କରୁଛନ୍ତି କି? କମେଣ୍ଟ କରନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ସମୟ ଆସିଯାଇଛି। କ'ଣ ହେବ ଆଗକୁ ତାହା ମୁଁ ମୋତେ ଜାଣେ ନାହିଁ। ତାହା କେବଳ ପରମେଶ୍ୱର ଜାଣନ୍ତି ଯେ ଆଗକୁ କ'ଣ ଘଟିବ। ତେବେ ଯାହା ବି ହେବ ଭଲ ହେବ, ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ହେବ। କାରଣ ବାକ୍ୟରେ ଅଲରେଡ଼ି ଲେଖାଯାଇଛି ଯେ ତୁମମାନଙ୍କୁ ତାଡ଼ନା କରାଯିବ। ଅନେକ ବିରୋଧୀ ଅଛନ୍ତି, ଖ୍ରୀଷ୍ଟିଆନ ବିରୋଧୀ। ଆଉ ସେମାନେ କ'ଣ କରନ୍ତି ନା, ଯେଉଁମାନେ ଅଛନ୍ତି ଖ୍ରୀଷ୍ଟିଆନ ବିରୋଧୀମାନେ, ଦେଖ ତୁମମାନଙ୍କୁ ଏତେ ସବୁ ତାଡ଼ନା ହେଉଛି, କ'ଣ ତୁମର ଯୀଶୁ ତୁମକୁ ଦେଖୁନାହାନ୍ତି କି? ମାନେ ଏଇଟା ସବୁଠୁ ବଡ଼ ପ୍ରଶ୍ନ ସେମାନେ କରନ୍ତି। ତା'ର ଉତ୍ତର ମଧ୍ୟ ଅଛି, ମୁଁ ଆପଣମାନଙ୍କୁ ଦେବି ଏଇ ଭିଡ଼ିଓ ମାଧ୍ୟମରେ। ସେମାନେ କ'ଣ ପ୍ରଶ୍ନ କରନ୍ତି ଯେ ତୁମର ଯୀଶୁ ପରା ମହାନ ଅଟନ୍ତି। ଦେଖ ତୁମର ଲୋକମାନଙ୍କୁ ଏତେ ମାରି ଦିଆଗଲା, ତୁମ ଲୋକମାନେ ଏତେ ମରିଗଲେ, ତୁମର ଏତେ ଲୋକମାନଙ୍କୁ ଜେଲରେ ଭର୍ତ୍ତି କରାଗଲା, ତୁମ ଯୀଶୁ କୁଆଡ଼େ ଗଲେ? ଆଉ ଯଦି ସେ ବଞ୍ଚିଛନ୍ତି, ଯଦି ସେ ଈଶ୍ୱର ଅଟନ୍ତି, ସେ ଉଦ୍ଧାର କରୁନାହାନ୍ତି କାହିଁକି? କିନ୍ତୁ ହୁଏତ ସେମାନଙ୍କୁ ଜଣା ନାହିଁ, ଏଇ ମୂର୍ଖମାନଙ୍କୁ ଜଣା ନାହିଁ, ପ୍ରଭୁ ଯୀଶୁଖ୍ରୀଷ୍ଟ ତ ଜୀବିତ ଅଟନ୍ତି। ଆଉ ତାଡ଼ନା ସେମାନଙ୍କୁ ଜଣା ନାହିଁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ କହିଛନ୍ତି ଯେ ଜଣେ ଖ୍ରୀଷ୍ଟିଆନ ଜୀବନରେ ତାଡ଼ନା ଆସିବ। କିନ୍ତୁ ଏଇ କ୍ଲେଶକୁ ସହିକି ଯିଏ ଶେଷ ପର୍ଯ୍ୟନ୍ତ ରହିବ, ସେ ପରିତ୍ରାଣ ପାଇବ ବୋଲି ଲେଖା ଅଛି। ତେଣୁ ପ୍ରିୟ ବନ୍ଧୁଗଣ, ପରିତ୍ରାଣ ପାଇବାକୁ ହେଲେ ଆମକୁ ଶେଷ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରିକି ରହିବାକୁ ପଡ଼ିବ, ଶେଷ ଯାଏଁ। ତେବେ ପ୍ରିୟ ବନ୍ଧୁଗଣ, ଆମେ କେମିତି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରହିବା, ଆଉ ତାହା ବି ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଭିତରେ ଲେଖା ଅଛି। ତାକୁ ଅଧିକ ମୋତେ ବ୍ୟାଖ୍ୟା କରିବାକୁ ପଡ଼ିବ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଯାହା ହେଉ ଏକ ଖୁସିର ଖବର ଆମ ପାଖକୁ ପହଞ୍ଚିଛି ଯେ RSS ଲୋକମାନେ ଯାଇକି ଯାହା ହେଉ ସେମାନେ ଗୋଟେ ସନ୍ଧି କଲେ ଯେ ଦଙ୍ଗା ବନ୍ଦ ହେଉ, ମାନେ ହିଂସା ବନ୍ଦ ହେଉ, ସମସ୍ତେ ଶାନ୍ତିରେ ରୁହନ୍ତୁ। ଆଉ ଏଇ ବିଷୟକୁ ନେଇକି ଆପଣ କ'ଣ ଭାବୁଛନ୍ତି? ଆପଣଙ୍କର ମତାମତ ଆପଣ କମେଣ୍ଟ ବକ୍ସରେ ଆପଣ ଦିଅନ୍ତୁ। ସମସ୍ତଙ୍କୁ ନମସ୍କାର। ଆଉ ଆଜି ପାଇଁ ଏତିକି। ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଯଦି ଆପଣ ଚାହୁଁଛନ୍ତି ଏଇଭଳି ଭିଡ଼ିଓ ଦେଖିବା ନିମନ୍ତେ ଆଗକୁ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଆଉ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର।